ଆମେ ଆଜି ଆସି ପହଞ୍ଚିଛୁ ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମରେ କେ ଶ୍ୟାମସୁନ୍ଦର ଦୋରାଙ୍କ ନିକଟରେ। ସେ ଜଣେ ଫୁଲ ଚାଷୀ। ବହୁ ବର୍ଷ ଧରି ଫୁଲ ଚାଷ କରିବା ସହିତ ଆଖପାଖ ଅଞ୍ଚଳର ମହିଳାମାନଙ୍କୁ ରୋଜଗାରକ୍ଷମ କରିଛନ୍ତି। ତ ଆମେ ତାଙ୍କ ଗହଣରେ ଆଜି ପହଞ୍ଚିଛେ। କେମିତି କେତେ ବର୍ଷ ଧରି ସେ ଫୁଲ ଚାଷ କରୁଛନ୍ତି ତାଙ୍କ ସଫଳର ରହସ୍ୟ କହିବେ। ତା ସହିତ ଯେଉଁ କୁହୁଡ଼ି ରହିଛି, କୁହୁଡ଼ି ହେବା ଫଳରେ କ'ଣ କ'ଣ ଅସୁବିଧା ହେଉଛି, କେମିତି ହେଉଛି ସେ କହିବେ। ଆସନ୍ତୁ ତାଙ୍କ ସହିତ ଆଲୋଚନା କରିବା। କ'ଣ କହିବେ, କେମିତି କ'ଣ ରହିଛି? ଆପଣ ଚାଷ କାର୍ଯ୍ୟ କରୁଛନ୍ତି, କେମିତି କ'ଣ କେତେ ବର୍ଷ ଧରି କାମ କରୁଛନ୍ତି କ'ଣ? ଫୁଲ 2002 ମସିହାରେ ଆରମ୍ଭ କଲି। ତା ଆଗରୁ ପରିବା, କଦଳୀ, ଅନ୍ୟାନ୍ୟ ଚାଷ କରୁଥିଲୁ। କିନ୍ତୁ ଗୋଟିଏ ଜିନିଷ, ଜଣେ ସରକାରୀ ଅଫିସର, ସେ ଆମର ଏଠି କୃଷି ବିଭାଗରେ ଥିଲେ, ସନ୍ତୋଷ କୁମାର ପାଢ଼ୀ, ସେ ଯେତେବେଳେ ବ୍ରହ୍ମପୁର ହର୍ଟିକଲଚରିଷ୍ଟ ହେଇକିରି ଆସିଲେ, ସେ ପ୍ରଥମେ ମୋତେ ପ୍ରେରଣା ଦେଇଥିଲେ ଏବଂ ସେ ମୋର ପ୍ରଥମ ଗୁରୁ, ଯିଏକି ଫୁଲ ଚାଷ ଆରମ୍ଭ କରିବା ପାଇଁ। ଆଉ ସେ ବାହାରୁ କଲିକତାରୁ ରଜନୀଗନ୍ଧା ଚାରା ଆଣିକି ପ୍ରଥମେ ଏଠି 2002ରେ ଆରମ୍ଭ କଲେ। ପରବର୍ତ୍ତୀ ଅବସ୍ଥାରେ ମୁଁ ଦେଖିଲି ଅନ୍ୟ ଚାଷଠୁ ଏ ଚାଷ ଟିକେ ସୁବିଧାଜନକ, ଆଉ ଏଥିରେ ସିଜନରେ ଭଲ ଦୁଇ ପଇସା ରୋଜଗାର ହେଉଛି। ଆଉ ସେଥିପାଇଁ ବୋଲି ଏ ଚାଷ ସେଠି ଆରମ୍ଭ କଲୁ। କେମିତି କ'ଣ କେତେ ପ୍ରକାର ଚାରା ଆଣିଲେ, କେମିତି କ'ଣ? ପ୍ରଥମେ ତ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲୁ। କେବଳ ଗୋଟିଏ ଫୁଲ ରଜନୀଗନ୍ଧା ଯେତେବେଳେ ଚାଷ କଲୁ, ବ୍ୟବସାୟୀମାନଙ୍କୁ ସବୁ ପ୍ରକାରର ଫୁଲ ଦରକାର ବ୍ୟବସାୟ କରିବା ପାଇଁ। ଗୋଟିଏ ପ୍ରକାର ଫୁଲ ହେଲେ ସେମାନଙ୍କର ବି ବ୍ୟବସାୟ ହେଲାନି। ସେମାନେ ଗୋଟିଏ ପ୍ରକାର ଫୁଲକୁ ନେବା ପାଇଁ ଅନିଚ୍ଛା ପ୍ରକାଶ କଲେ। ତାପରେ ପରେ ଗେଣ୍ଡୁ, ରଜନୀଗନ୍ଧା ସାଙ୍ଗରେ ଗୋଲାପ ଏବଂ ଶୀତଦିନିଆ ଫୁଲ ଯେଉଁଟା କହୁଛନ୍ତି ହୀରା ମଖମଲ୍ଲି, ଚେରି, ଏ ଯେଉଁ ଧଳା ଫୁଲ ଦେଖୁଛନ୍ତି, ଏ ଫୁଲକୁ ମଧ୍ୟ ସିଜନ୍ ହିସାବରେ ଆରମ୍ଭ କଲୁ। ଇଏ ଅଗଷ୍ଟ ମାସରେ ଲାଗିବ, ଜାନୁଆରୀ ହେଲେ ଏ ଫୁଲ ଫୁଟିବ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଫୁଲ ଆସିବ। ଆଉ ସେ ଫୁଲରୁ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିହେବ। କେବେ କ୍ଷତି ସହିଛନ୍ତି? ହଁ, କ୍ଷତି ତ ସହିଛୁ। କରୋନା ସମସ୍ତଙ୍କର ପ୍ରାୟ ଅଣ୍ଟା ଭାଙ୍ଗି ଦେଇଛି। କାହିଁକି ନା ପରିବା ବ୍ୟବସାୟ ଯେମିତି ହେବା କଥା ହେଲା, ପରିବା ଲୋକେ ଖାଇବା କଥା ଯିଏ ହେଲେ ଖାଇଲେ, ବାହାଘର ବନ୍ଦ ହେଇଗଲା। ଏଣୁ ସେ ସମୟରେ ଫୁଲ ସରିଲାନି। ନ ସରିବା ଦ୍ୱାରା ଆମେ ମୂଲିଆମାନଙ୍କୁ ଯଦି ଡାଇଭର୍ଟ ହେଇଯିବେ, ତାହେଲେ ସେମାନେ ଅନ୍ୟ କାମକୁ ପଳେଇବେ, ତାହେଲେ ଆମକୁ ଆଉ ମୂଲିଆ ମିଳିବେନି। ସେମାନଙ୍କୁ ଆମେ ଯେମିତି ହେଲେ ବଞ୍ଚାଇକିରି ରଖିଲୁ। ଆଉ ସେ ସମୟରେ ପ୍ରାୟ ଆମେ 2 ଲକ୍ଷ ଟଙ୍କା ଖଣ୍ଡେ କ୍ଷତି ହେଲା। ଆଉ ସେ କ୍ଷତି ବର୍ତ୍ତମାନ ସୁଦ୍ଧା ଭରଣା କରି 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 ଆସୁଛୁ। କେମିତି କ'ଣ କହିବେ? ଏ ଯେଉଁ ଆପଣଙ୍କୁ ଉତ୍ସାହ ଆସୁଛି, ବିଭାଗ ପକ୍ଷରୁ କେବେ ସମ୍ମାନିତ କେମିତି? ହଁ, ଆମକୁ ତ ଗୋଟେ ଜିନିଷ କହିବାକୁ ଗଲେ, ହର୍ଟିକଲଚରର ବିନା ସହାୟତାରେ ଏଇଟା ହେଇନି। ବହୁତ ସହାୟତା ମିଳିଛି ହର୍ଟିକଲଚରରୁ। ସେ ରଜନୀଗନ୍ଧା ଚାରା ହଉ ବା ଆମର ଗେଣ୍ଡୁ ଚାରା ହଉ, ଏମିତିକି ମୁଁ ଯେତେବେଳେ ଅର୍କିଡ଼ ଫୁଲ ଚାଷ କରିବା ପାଇଁ ଆଗଭର ହେଲି, ଅର୍କିଡ଼ ଫୁଲ ଚାଷ ପାଇଁ ମଧ୍ୟ ମୋତେ ସେ ପ୍ରୋତ୍ସାହନ ଦେଇଛନ୍ତି। ଆଉ ଉଦ୍ୟାନ ବିଭାଗର ଯଥେଷ୍ଟ ସହଯୋଗ ଆମ ପ୍ରତି ଅଛି। ତା ଦ୍ୱାରା ଆମର ଫୁଲ ଚାଷ ଟିକେ ଆଗେଇଛି। ଏ ଯେଉଁ ଚାଷ କାର୍ଯ୍ୟ କରୁଛନ୍ତି, ସମ୍ମାନିତ କୋଉଠି କ'ଣ କେମିତି? ହଁ, ଏ ଚାଷ କାର୍ଯ୍ୟରେ ମୁଁ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପାଖରୁ ମଧ୍ୟ ସମ୍ମାନିତ ହେଇଛି। ଆଉ ସମ୍ମାନଟା ଗୋଟେ ବଡ଼ କଥା ନାହିଁ। କଥା ହେଲା, ଆମେ ଗୋଟେ ଚାଷ କରିଥିଲୁ ବଞ୍ଚିବା ପାଇଁ, କିନ୍ତୁ ସେଇଠି ଯଦି ଆମକୁ ଗୋଟେ ସମ୍ମାନ ମିଳିଲା, ବଞ୍ଚିବା ସହିତ ଗୋଟେ ସମ୍ମାନିତ ହେଲୁ, ତାହେଲେ ମଧ୍ୟ ଆଉ ଟିକେ ଉତ୍ସାହ ଆଗକୁ ଆସୁଛି। ହଁ, ସହଯୋଗ ତ ପରିବାରର ନିଶ୍ଚିତ ଭାବେ ଆବଶ୍ୟକ ଏସବୁ ଚାଷ କରିବା ପାଇଁ। ଆଉ ମୋର ଦ୍ୱିତୀୟ ପୁତ୍ର କେ ଲକ୍ଷ୍ମୀନାରାୟଣ ଦ୍ୱାରା ସେ ଫୁଲରେ ସମ୍ପୂର୍ଣ୍ଣ ସହଯୋଗ କରେ। ସିଏ ହିଁ ଫାର୍ମ କଥା ବୁଝାବୁଝି କରେ। ମୂଲିଆମାନଙ୍କର ପେମେଣ୍ଟଠୁ ଆରମ୍ଭ କରି ସବୁ ଜିନିଷରେ ମୋତେ ସହଯୋଗ କରି ଆସୁଛି। ଦେଖନ୍ତୁ, ଯେଭଳି ଭାବେ କହୁଥିଲେ ଯେ ତାଙ୍କ ପୁଅ ଯେଉଁ ଲକ୍ଷ୍ମୀନାରାୟଣ ଦ୍ୱାରା ରହିଛନ୍ତି, ସିଏ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ତାଙ୍କ ସହିତ ମଧ୍ୟ ଆଲୋଚନା କରିବେ। ମୁଁ କେ ଲକ୍ଷ୍ମୀନାରାୟଣ ଦ୍ୱାରା। ଆଉ ବାପା ତ ଫୁଲ ଆଗରୁ ଚାଷ କରୁଥିଲେ। ତାପରେ ମୁଁ ପାଠ ପଢ଼ିଲା ପରଠୁ ମେଟ୍ରିକ୍ ଫେଲ୍ ହେଲା ପରେ ଆଉ କିଛି ଉପାୟ ନାହିଁ। ତାପରେ ଫୁଲ ଚାଷ ବହୁତ ଭଲ ଲାଗିଲା। ଗଛକୁ ଦେଖିଲେ ଯେମିତି ଖୁସି ଲାଗୁଛି, ଯେମିତି ଆନନ୍ଦ ମିଳୁଛି, ଆଉ କେଉଁଠି ଫୁଲକୁ ଦେଖିଲେ ମୋତେ ବହୁତ ଖୁସି ଲାଗୁଛି। ଆଉ ଲୋକମାନେ ଯେଉଁ ଲାଗିଥାଉଛନ୍ତି କାମରେ, ମୋତେ ହେଲେ ତାଙ୍କ ହାତରେ କାମ କରିବାକୁ ବହୁତ ଇଚ୍ଛା, ଆଗ୍ରହ ହେଉଛି। ଏହା ମନ୍ଦିର ଯାଇ ସଜାସଜି କଲେ ମୋତେ ବହୁତ ଆନନ୍ଦ ମିଳୁଛି। ଆଉ ଆଶ୍ରମରେ ମଧ୍ୟ ଯାଇକିରି ସଜାସଜି କରୁଛି। ଆଉ ଫୁଲ ତ ବହୁତ ମାଳ, ଗାଡ଼ି ସଜାସଜି, ଡେକୋରେଟ୍ ମଧ୍ୟ ସବୁ କରୁଛି। କେମିତି କ'ଣ କେତେ ବର୍ଷରୁ ଆପଣ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି? ବାପା ତ ବହୁତ ଦିନ ଧରି କରୁଛନ୍ତି, ଆପଣ କେମିତି କ'ଣ? ମୁଁ 12 ବର୍ଷ ହେଲା ଏ ଫୁଲ ଚାଷରେ କାମ କରି ଆସୁଛି। କେମିତି କ'ଣ କିଏ କିଏ ସବୁ ସହଯୋଗ କରୁଛନ୍ତି, କୋଉ ବିଭାଗର ନା କ'ଣ କେମିତି? ଆମକୁ ହର୍ଟିକଲଚର ବାଲା ବହୁତ ସହଯୋଗ କରିଥାଉଛନ୍ତି। ଏ ଫୁଲ କୋଉଠୁ ଆଣୁଛନ୍ତି, କେମିତି କ'ଣ? ଫୁଲ ଆମେ କଲିକତାରେ ଚାରା ଆଣିଥାଉଛୁ। ଚାରା ଆଣିକିରି
ଲଗେଇଥାଉ। ଆଖପାଖ ଅଞ୍ଚଳର କିଛି ଗାଁର ମଧ୍ୟ ଲୋକ ମଧ୍ୟ ଫୁଲ ଚାଷ ପ୍ରତି ଆଗ୍ରହ ମନ ବଳାଇଛନ୍ତି, ତା ସହିତ ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି। ତ ଆଗାମୀ ଦିନରେ ଯୋଉ ସେ ଆମ ମାଧ୍ୟମରେ ସରକାରଙ୍କୁ ଦାବି କରୁଛନ୍ତି ଫୁଲ ଚାଷୀଙ୍କୁ ନେଇ ଯୋଉଭଳି ଭାବେ ସହଯୋଗ କରିବାକୁ ସରକାରଙ୍କୁ ଅନୁରୋଧ କରୁଛନ୍ତି, ତାହା କେବେ ପୂରଣ ହେଉଛି ବା ତାହା କେବେ ଚାଷୀଙ୍କ ପାଇଁ ଉପଯୋଗୀ ହୋଇପାରୁଛି ତାକୁ ହିଁ ଦେଖିବାକୁ ବାକି ରହିଲା। ସାନଖେମୁଣ୍ଡି ମହାନାଳା ଫୁଲ ବଗିଚାରୁ ସତ୍ୟନାରାୟଣ ପାଢ଼ୀ, OTV।